ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଭକ୍ତ ବତ୍ସଳ ପ୍ରଭୁ ଶ୍ରୀ ଜଗନ୍ନାଥ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କୁ ଦର୍ଶନ ଦେଇ କୋଳେଇ ନେଇଥାନ୍ତି। ଭକ୍ତିର କେତେ ପ୍ରଭାବ ସେ ଯେଉଁ ଜାତିର ହେଉନା କାହିଁକି, ପ୍ରଭୁ ଜଗନ୍ନାଥଙ୍କର ଯିଏ ଭକ୍ତ ସେ ଯେଉଁଠି ଡାକିଲେ ମଧ୍ୟ ପ୍ରଭୁ ଅଟକି ଯାଆନ୍ତି ଏବଂ ଦୌଡ଼ି ଆସନ୍ତି ସେହି ଭକ୍ତଙ୍କ ନିକଟକୁ। ସେହିପରି ଭକ୍ତ ଶାଲବେଗ, ଯିଏକି ପ୍ରଭୁଙ୍କର ପ୍ରତି ମୁହୂର୍ତ୍ତରେ ସେ ଭଜନ ବୋଲନ୍ତି। ଜଗନ୍ନାଥଙ୍କର ପରମ ଭକ୍ତ ଶାଲବେଗ ସେ ନିଜକୁ ଯବନ କହନ୍ତି। ସେଥିପାଇଁ ସେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଭିତରକୁ ନ ଯାଇ ବାହାରେ ଅରୁଣ ସ୍ତମ୍ଭ ନିକଟରେ ପତିତପାବନଙ୍କୁ ଦର୍ଶନ କରନ୍ତି। ପ୍ରଭୁଙ୍କୁ ଦେଖିବାକୁ ତାଙ୍କ ମନରେ ଭାରି ଉତ୍କଣ୍ଠା। ସେ ସବୁବେଳେ ଭାବୁଥାନ୍ତି, ପାଖରୁ ଟିକେ ମୋ ପ୍ରଭୁଙ୍କୁ ଦେଖନ୍ତି କି। ଏଇ କଥା ସବୁବେଳେ ତାଙ୍କ ମନରେ ଥାଏ। ଭକ୍ତମାନେ ସବୁବେଳେ ତୀର୍ଥ ଜାଗା ବୁଲାବୁଲି କରନ୍ତି। ଶାଲବେଗ ବୃନ୍ଦାବନରେ ଥାନ୍ତି। ଆଷାଢ଼ ମାସ ରଥଯାତ୍ରାର ସମୟ। ତିନି ଠାକୁର ରତ୍ନ ସିଂହାସନରୁ ଓହ୍ଲାଇ ପହଣ୍ଡି ହୋଇ ରଥରେ ବିଜେ ହେଲେଣି। ଶାଲବେଗ ବୃନ୍ଦାବନରେ ଜଣେ ସାଧୁଙ୍କଠାରୁ ଶୁଣିଲେ କି ପୁରୀରେ ରଥଯାତ୍ରା, ତିନି ଠାକୁର ରଥରେ ବିଜେ କଲେଣି। ଶାଲବେଗ ହଠାତ୍ ଦୁଃଖରେ ଭାଙ୍ଗି ପଡ଼ିଲେ। ସେ ବହୁତ ଦିନରୁ ଅପେକ୍ଷା କରିଥିଲେ ତିନି ଠାକୁରଙ୍କୁ ରଥରେ ଦେଖିବା ପାଇଁ, କିନ୍ତୁ ସେ ଦେଖିପାରିଲେ ନାହିଁ। ସେତେବେଳେ ଯାନବାହନର କିଛି ସୁବିଧା ନଥିଲା ସଙ୍ଗେ ସଙ୍ଗେ ଆସି ପହଞ୍ଚିଯିବେ ବୋଲି। ଶାଲବେଗ ପ୍ରଭୁଙ୍କ ଉପରେ ସବୁ କିଛି ଛାଡ଼ି ଦେଇଥିଲେ। ପ୍ରଭୁ ଆପଣଙ୍କ ଇଚ୍ଛା। ଶାଲବେଗଙ୍କୁ ବୃନ୍ଦାବନରୁ ଆସିବା ପାଇଁ 3 ମାସ ସମୟ ଲାଗିଥିଲା। ଭକ୍ତ ବତ୍ସଳ ପ୍ରଭୁ ଶ୍ରୀ ଜଗନ୍ନାଥ ଶାଲବେଗଙ୍କ ଇଚ୍ଛାକୁ ଜାଣିପାରିଥିଲେ ଏବଂ ରଥ 3 ମାସ ପର୍ଯ୍ୟନ୍ତ ଚାଲିନଥିଲା। ଶାଲବେଗ ପୁରୀରେ ରଥ ପାଖରେ ପହଞ୍ଚିଲେ। ରଥ ଚାଲିବା ଆରମ୍ଭ ହେଲା। ଧନ୍ୟ ଭକ୍ତ ଶାଲବେଗ, ଧନ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ।